ଚାଲିଛି ବେଧଡ଼କ ବେଆଇନ ଇଟାଭାଟି। ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଧଜିଆ ଉଡ଼ାଉଛନ୍ତି ଅସାଧୁ ଇଟାଭାଟି ମାଲିକ। ଯୁଆଡ଼େ ଦେଖିବେ ବଡ଼ ବଡ଼ ମାଟି ଅଟ୍ଟାଳିକା ସାଙ୍ଗକୁ ବେଆଇନ ଇଟାଭାଟି। ପୁରୀ କଣାସ ବୋତଳମା ଗାଁରେ ଫୁଟି ଉଠିଛି ମାଳ ମାଳ ଇଟାଭାଟି। ନଦୀପଠାରୁ ଆରମ୍ଭ କରି ରାସ୍ତାକଡ଼, ଘର ଅଗଣା ଓ ବିଦ୍ୟାଳୟ ଚତୁଃପାର୍ଶ୍ୱ ପାଲଟିଛି ଇଟା ତିଆରି କାରଖାନା। ଭାଟିର ବିଷାକ୍ତ ଧୂଆଁରେ ଅଣନିଶ୍ୱାସୀ କୋମଳମତି ଛାତ୍ରଛାତ୍ରୀଠୁ ନେଇ ବୟସ୍କ। ଦୟା ଓ ମକରା ନଦୀର ଘେରି ଭିତରେ ଥିବା ଗାଁ ପାଲଟିଛି ବାୟୁ ପ୍ରଦୂଷଣର ଏନ୍ତୁଡ଼ିଶାଳ। ନଦୀପଠାରେ ମାଫିଆମାନେ ବେଆଇନ ମାଟି ଚୋରାଚାଲାଣ ସାଙ୍ଗକୁ କରୁଛନ୍ତି ରାଜସ୍ୱ ଲୁଟ। ଫଳରେ ଜମି ସବୁ ବଡ଼ ବଡ଼ ପୋଖରୀ ପାଲଟି ଗଲାଣି। ସବୁ ଦେଖି ସ୍ଥାନୀୟ ପ୍ରଶାସନ ଚୁପ୍, ଯାହାକୁ ନେଇ ଉଠିଛି ପ୍ରଶ୍ନ। ଇଟା ଭାଟି ଗାଁ ପାଖରେ, ଗାଁ କୂଳରେ, ଅନୁଷ୍ଠାନ ପାଖରେ ହେବା କଥା ନୁହେଁ, କିନ୍ତୁ ବର୍ତ୍ତମାନ ଯୋଉ ତହସିଲଦାର ମାନେ ଲାଞ୍ଚ ନେଇକି କରୁଛନ୍ତି, ସେ ଆରମ୍ଭ ହେଇଯାଉଛି। ଆଉ କ'ଣ ରାଜସ୍ୱ ପ୍ରବଳ ନଷ୍ଟ ହଉଛି, କୋଟି କୋଟି ରାଜସ୍ୱ ସରକାର କୋଟି କୋଟି ନଷ୍ଟ ହଉଛି। ପରିବେଶ ପାଇଁ 1 ନମ୍ବର ପ୍ରଦୂଷଣ, ଯୋଉଟା ମାନେ ଧୂଆଁ ଯିବ, ଉଡ଼ିବ, ତାପରେ ନିଆଁ ଧାସ ବାଜିବ। ପ୍ରଦୂଷଣ ପାଇଁକା 100ରୁ 100 ଅସୁସ୍ଥ। ଗାଁର ଯୋଉ ଇଟା ଭାଟି ଗୁଡାକ ହଉଛି, ସେ ତ ନିଶ୍ଚିନ୍ତ ଭାବରେ ପ୍ରଦୂଷଣ ସୃଷ୍ଟି କରୁଛି। ଇଟା ଭାଟିରେ ତ ଲୋକ ମରି ଯାଉଛନ୍ତି। ଆଉ ମୁଁ ଆଉ ଅଧିକ କିଛି କହିବିନି। ଆମ ଗାଁରେ ପ୍ରାୟ 2 ଲୋକ ଶ୍ୱାସ ରୋଗରେ ପଡ଼ିକିରି ହଇରାଣ। ଇଟା ଭାଟି ଅନୁମତି ନେଇକିରି ଦୂର ସ୍ଥାନ ମାନଙ୍କରେ କରନ୍ତୁ ମାଟି ଆଣିକି, କିନ୍ତୁ ଘର ପାଖରେ କରିବେନି କି ଗାଁ ଭିତରେ ବି କରିବେନି। ବର୍ଷ ବର୍ଷ ଧରି ନୂଆ ଜଗନ୍ନାଥ ସଡ଼କ କଡ଼ରେ ଚାଲିଛି କାରବାର। ସବୁ ଦେଖି ଧୃତରାଷ୍ଟ୍ରର ଭୂମିକା ନିର୍ବାହ କରୁଛନ୍ତି ଅଧିକାରୀ। ଇଟାଭାଟି ପାଉଁଶ ଓ ଧୂଆଁରେ ପଥଚାରୀ ଓ ଗାଁ ପ୍ରଭାବିତ ହେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଭାଟିକୁ ଜାଳେଣୀ ପାଇଁ ଆସୁଥିବା କୋଇଲା ଆସୁଛି କେଉଁଠୁ? କିଏ ଯୋଗାଣ କରୁଛି? ମାଫିଆ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ନୋଟିସ୍ ଜାରି କରିଛି। ହେଲେ ନୋଟିସ୍ ସତ୍ତ୍ୱେ ଗାଁରେ ଚାଲିଛି କାରବାର। ସେପଟେ କଣାସ ବଡ଼ାସ ମୌଜାରେ କିଛି ଇଟାଭାଟି ଚିହ୍ନଟ କରାଯାଇ ଉପଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି କଣାସ ତହସିଲଦାର। ପାଟଣା ପାଇଁ ମୁଖ୍ୟ କଥା ହେଉଛି ସମସ୍ତେ ମାନଙ୍କର ଆମେ ଏତେ ବିଷୟ ଜାଣିନଥିଲୁ। ଗାଁ ଛୋଟିଆ ଗାଁଟିଏ, ମୁଖ୍ୟ କଥା ହେଉଛି କିଏ ଗୋଟାଏ 2ଟା ଭାଟି ମାନେ ବାଡ଼େଇକି 5,000 7,000 ଭିତରେ ବାଡ଼େଇକି ସବୁ ଚଲେଇଥିଲେ। ତେଣୁକରି ସାର୍ ଯେହେତୁ ପଲ୍ୟୁସନ ସକାଶୁ ମାନଙ୍କର ଗୋଟେ ବାଇକ୍ ସକାଶୁ 50,000 20,000 ଫାଇନ୍ ପଡ଼ୁଛି। ତେଣୁକରି ଆମେ ଜାଣୁଛୁ ଏତେ ଧୂଆଁ ହେଉଛି, ପରିବେଶ ଦୂଷିତ ହେଉଛି। ତେଣୁକରି ସେଇ ହିସାବରେ ଆମେ ବନ୍ଦ କରିଦେଲୁ। ବର୍ତ୍ତମାନ ଆମେ 5ଟା ଆଇଡେଣ୍ଟିଫାଇ କରିଛୁ ବଡ଼ାସ ଏରିଆରେ। ଆଉ ସେଇଟା ଆମେ ସବ୍ କଲେକ୍ଟରଙ୍କୁ ଅଲରେଡି ଲେଟର କରିକି ଦେଇଦେଇଛୁ। ସାର୍ଙ୍କ ପାଖରେ ସେଠୁ ହେଇକି ଆସିବ ଅର୍ଡର ଏଭିକ୍ସନ୍ କରିବା ପାଇଁ। ସେଟା ଆସିଲା ପରେ ଆମେ ତାକୁ ଏଭିକ୍ସନ୍ କରିବୁ, ସେଗୁଡ଼ା ସବୁ ଭଙ୍ଗା ହେବ। ଯୋଉଠି ଆମର ମାଟି ଯୋଉଟା କୂଳରେ ପଡୁଛି ସେଗୁଡାକୁ ତ ଆମେ ସେଠି ସମାନ କରିବା ପାଇଁ କହୁଛୁ। ଯୋଉଟା କି ଟ୍ରାନ୍ସପୋର୍ଟେସନ ବାହାର ଜାଗାକୁ ଯୋଉଟା ହଉଛି ସେଗୁଡ଼ା ଆମେ ଅଟକଉଛୁ। ତାଙ୍କୁ ମାଇନିଂକୁ ବି ହ୍ୟାଣ୍ଡ ଓଭର ହଉଛି ଗୋଟେ ଜାଗାରେ। ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ପୁରୀ କଣାସରୁ ବିମ୍ବାଧର ବଡ଼ଜେନା, ନନ୍ଦିଘୋଷ ଟିଭି।